ଆପଣ କାହାକୁ ବିଚ୍ଛେଦ କରିବାକୁ ଚାହୁଁଛନ୍ତି କି? ଯଦି କରିବାକୁ ଚାହୁଁଛନ୍ତି ମୁଣ୍ଡବଳା ତନ୍ତ୍ରର ଏକ ସରଳ ପ୍ରୟୋଗ କରନ୍ତୁ। କୌଣସି ମାସ ଅମାବାସ୍ୟା ରାତ୍ର 12:30 ସମୟରେ ଗୋଟିଏ ବିଛୁଆତି ଗଛର ମୂଳ ଆଉ ଦୁଇ ଜଣଙ୍କର ବିଚ୍ଛେଦ କରିବାକୁ ଚାହୁଁଛନ୍ତି, ତାଙ୍କର ବ୍ୟବହାର ଦ୍ରବ୍ୟ ଆକୁ ସଂଗ୍ରହ କରି ଶ୍ମଶାନକୁ ଯାଆନ୍ତୁ। ଶ୍ମଶାନରେ କୌଣସି ଶବଦାହ ହେଉଥିବା ସମୟରେ ଯଦି କପଡ଼ା ପଡ଼ିଥିବ, ସେ କପଡ଼ାରେ ଉକ୍ତ ଦ୍ରବ୍ୟକୁ ଗୁଡ଼େଇକି ରଖନ୍ତୁ। ରଖିଲା ପରେ ଗୋଟିଏ ମନ୍ତ୍ର 21 ଥର ପାଠ କରିବେ। ମୁଣ୍ଡମାଳା ତନ୍ତ୍ରର ମନ୍ତ୍ରଟି ହେଉଛି, ଆପଣ ନୋଟ୍ କରନ୍ତୁ, ଏବଂ ମନ୍ତ୍ର ହେଉଛି ଓಂ କ୍ରିଂ 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 ଶ୍ମଶାନ କାଳିକାୟ ନମଃ ଅମୁକ ଅମୁକସ୍ୟ ବିଚ୍ଛେଦ କୁରୁ ହୁଁ ଫଟ୍ ସ୍ୱାହା। ଏହି ମନ୍ତ୍ରକୁ 21 ଥର ପାଠ କରନ୍ତୁ। ପାଠ କରି ସାରିଲା ପରେ ଉକ୍ତ ବସ୍ତ୍ରରେ ତାକୁ ଦ୍ରବ୍ୟକୁ ବୁଡ଼େଇ ଦିଅନ୍ତୁ। ବୁଡ଼େଇ ସାରିଲା ପରେ ତାକୁ ଅଗ୍ନି ସଂଯୋଗ କରି ପୋଡ଼ି ଦିଅନ୍ତୁ। ଦେଖିବେ 7 ଦିନ ଭିତରେ ସେ ଦୁଇ ଜଣଙ୍କର ବିଚ୍ଛେଦ ନିଶ୍ଚିତ ହୋଇଯିବ। ଏହା